ଏହି ବର୍ଷ 2025 ପ୍ରଥମ ଦିନରେ ଅର୍ଥାତ୍ ଜାନୁଆରୀ ମାସର ପ୍ରଥମ ଦିନରେ କେଉଁ ସାମଗ୍ରୀ ଆପଣ ନିଜ ଘରକୁ କିଣିକି ଆଣିବା ଦ୍ୱାରା ସମ୍ପୂର୍ଣ୍ଣ ବର୍ଷଟିରେ ଆପଣଙ୍କ ଗୃହରେ ଧନର ବର୍ଷା ହେବ, ଅର୍ଥାତ୍ ଆପଣଙ୍କ ଗୃହରେ ଦାରିଦ୍ର୍ୟତା କିମ୍ବା ଧନର ଅଭାବ ଦେଖାଦେବ ନାହିଁ। ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି, ବୈଭବ, ଐଶ୍ୱର୍ଯ୍ୟ ଏସବୁ ଭରି ରହିବ। ତେବେ ବନ୍ଧୁମାନେ, ଏପରି ବହୁତ କିଛି ସାମଗ୍ରୀ ରହିଛି ଯାହା ଆପଣ ନୂଆ ବର୍ଷର ପ୍ରଥମ ଦିନରେ ନିଜର ଘରକୁ କିଣି ଆଣିପାରିବେ। କାରଣ ଏହି ସବୁ ସାମଗ୍ରୀ ଆପଣ ନିଜର ଘରକୁ କିଣିକି ଆଣିବା ଦ୍ୱାରା ଆପଣଙ୍କ ଜୀବନରେ ବହୁତ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ତ ବନ୍ଧୁମାନେ, ଆଜିର ଏହି ଭିଡିଓରେ ମୁଁ ଆପଣଙ୍କୁ 5ଟି ରୁ 7ଟି ଜିନିଷ କହିବି। ତ ଏସବୁ ମଧ୍ୟରୁ ଆପଣ କୌଣସି ଗୋଟିଏ ବସ୍ତୁ ନିଜର ଘରକୁ ନେଇ ଆସନ୍ତୁ। ତ ବନ୍ଧୁମାନେ, ଆସନ୍ତୁ ଜାଣିବା ଆପଣ 2025 ମସିହାର ପ୍ରଥମ ଦିନରେ କିମ୍ବା ଜାନୁଆରୀ ମାସରେ ଆପଣଙ୍କର ନିଜ ଘରକୁ କେଉଁ ଜିନିଷ ଆଣିବା ଦ୍ୱାରା ଆପଣଙ୍କର ଆଧ୍ୟାତ୍ମିକ ଉନ୍ନତି ହେବ। ଏହା ସହିତ ଆପଣଙ୍କର ଘର ଧନ ଧାନ୍ୟରେ ଭରିଯିବ। ବନ୍ଧୁମାନେ, ଆପଣମାନେ ଜାଣନ୍ତି ଯେ ଏହି କଳି ଯୁଗରେ ଯଦି ଆପଣଙ୍କ ପାଖରେ ପ୍ରଚୁର ମାତ୍ରାରେ ଧନ ଅଛି, ତେବେ ଯାଇ ଆପଣ ସମ୍ମାନର ପାତ୍ର ହୋଇଥାନ୍ତି। ସମାଜରେ ଆପଣଙ୍କର ସମ୍ମାନ ରହିଥାଏ, ଆପଣଙ୍କର ଏକ ପ୍ରତିଷ୍ଠା ରହିଥାଏ। ଆପଣଙ୍କ ପାଖରେ ଯେତେ ଜ୍ଞାନ ଥିଲେ ମଧ୍ୟ, ଆପଣ ଯେତେ ବଡ଼ ବ୍ୟକ୍ତି ହୋଇଥିଲେ ମଧ୍ୟ ଯଦି ଆପଣଙ୍କ ପାଖରେ ଧନ ନାହିଁ, ତ ଲୋକମାନେ ଆପଣଙ୍କର କଥାକୁ ଗୁରୁତ୍ୱ ଦେଇନଥାନ୍ତି, ଆପଣଙ୍କ ଉପରେ ହସିଥାନ୍ତି। ବନ୍ଧୁମାନେ, ଏମିତି ବି ଦେଖିଥିବେ ଯେ ଯେଉଁ ବ୍ୟକ୍ତି ବର୍ତ୍ତମାନ ଭିକାରୀ ବି ଥିବ, ଯଦି କେବେ ବି ସେ ରାଜା ହୋଇଯାଏ, ତେବେ ତାହାର ଭିକାରୀ ଅବସ୍ଥାକୁ ଲୋକ ଭୁଲି ଯାଇଥାନ୍ତି, ତାକୁ ଲୋକ ରାଜାର ହିଁ ସମ୍ମାନ ଦେଇଥାନ୍ତି। ଏବଂ ଯଦି ଜଣେ ରାଜା ଭିକାରୀ ବନି ଯାଇଥାନ୍ତି, ସେତେବେଳେ ତାଙ୍କ ପାଖରେ ଆଉ ରାଜାର ସମ୍ମାନ ନଥାଏ, ଲୋକମାନେ ତାଙ୍କୁ ଭିକାରୀ ଭଳି ହିଁ ବ୍ୟବହାର ଦେଖାଇଥାନ୍ତି। ତ ଆଜିର ଦୁନିଆରେ ଧନ ହିଁ ମନୁଷ୍ୟ ପାଇଁ ସର୍ବଶ୍ରେଷ୍ଠ ପାଲଟି ଯାଇଛି। ଧନ ଅନୁସାରେ ହିଁ ମନୁଷ୍ୟର ସମ୍ମାନକୁ ମପା ଯାଇଥାଏ, ତାକୁ ଇଜ୍ଜତ ଦିଆଯାଇଥାଏ। ତେବେ ବନ୍ଧୁମାନେ, ଆମେ ତ ପରିଶ୍ରମ କରିକି ଧନ ଉପାର୍ଜନ କରିବା, ତ ପ୍ରତ୍ୟେକ ବ୍ୟକ୍ତି ପରିଶ୍ରମ ମଧ୍ୟ କରିବା ଉଚିତ। ତେବେ ପରିଶ୍ରମ କରିବା ସହିତ କିଛି ଏପରି ଦ୍ରବ୍ୟ ରହିଛି ଯାହାକୁ ଯଦି ଆପଣ ଘରକୁ ନେଇ ଆସନ୍ତି, ତ ଆପଣଙ୍କ ପାଇଁ ଧନ ରୋଜଗାରର ଅନେକ ରାସ୍ତା ଖୋଲି ଯାଇଥାଏ ଏବଂ ଆପଣଙ୍କୁ ଏକ ଜାଗାରେ 100 ଟଙ୍କା ମିଳିଥାଏ, ଅର୍ଥାତ୍ ଆପଣଙ୍କର ଧନରେ ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ଜାଣିବା ନୂଆ ବର୍ଷ ଦିନ କେଉଁ ଦ୍ରବ୍ୟ କିଣି ଆଣିବା ଦ୍ୱାରା ଆପଣଙ୍କ ଗୃହରେ ବହୁତ ଶୀଘ୍ର ଧନ ଧାନ୍ୟରେ ଭରପୁର ହୋଇଯିବ। ଏହା ସହିତ ଆପଣଙ୍କ ଗୃହରେ ସୁଖ ଶାନ୍ତିର ବାତାବରଣ ମଧ୍ୟ ରହିବ। ତେବେ ବନ୍ଧୁମାନେ, ଭିଡିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଶ୍ରଦ୍ଧା ଏବଂ ଭକ୍ତିର ସହିତ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ତେବେ ବନ୍ଧୁମାନେ, ପ୍ରଥମ ଜିନିଷଟି ହେଉଛି ଶୁଆର ଚିତ୍ର। ଆପଣ କାହିଁକି ନୂଆ ବର୍ଷର ପ୍ରଥମ ଦିନରେ ନିଜ ଘରକୁ ଶୁଆର ଚିତ୍ର ଆଣିବା ଉଚିତ? ତେବେ ବନ୍ଧୁମାନେ, ଏହା ପଛରେ ଏକ କାରଣ ରହିଛି। ବନ୍ଧୁମାନେ, ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି ଏବଂ ସେମାନେ ପାଠ ପଢ଼ାରେ ମନ ଦେଉନାହାନ୍ତି, ପାଠ ପଢ଼ାରେ ସେମାନଙ୍କର ମନ ଲାଗୁନାହିଁ, କିମ୍ବା ଆପଣ ଯଦି ନିଜେ କୌଣସି ଜବ୍ ପାଇଁ ପ୍ରିପେୟାର ହେଉଛନ୍ତି, ଆପଣଙ୍କୁ କୌଣସି ଭଲ ଜବ୍ ପାଇଁ ପ୍ରିପେୟାର ହେବାର ଅଛି, ତ ଆପଣ ନିଜ ଘରକୁ ଏହି ନୂଆବର୍ଷ ଦିନ ଶୁଆର ଫଟୋ ଚିତ୍ର ନିଶ୍ଚୟ ଆଣନ୍ତୁ ଏବଂ ଘରର ଉତ୍ତର ଦିଗରେ ଆପଣ ଶୁଆର ଚିତ୍ର ଲଗାନ୍ତୁ। ଏପରି ମାନାଯାଏ ଯେ ଯଦି ଆପଣ ନୂଆ ବର୍ଷର ପ୍ରଥମ ଦିନରେ ଶୁଆର ଚିତ୍ରକୁ ଆଣି ନିଜ ଘରର ଉତ୍ତର ଦିଗର କାନ୍ଥରେ ଲଗାଉଛନ୍ତି, ଏପରି କରିବା ଦ୍ୱାରା ଆପଣଙ୍କର ପିଲା ପାଠ ପଢ଼ାରେ ମନ ଦେଇଥାଏ, ତାର ମନ ଏକାଗ୍ର ହୋଇଥାଏ ଏବଂ ଗୃହରେ ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ଭଲ ପାଇବା ମଧ୍ୟ ବଢ଼ିଥାଏ, ଏକତା ବଢ଼ିଥାଏ, ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଶୁଆକୁ ଦାରିଦ୍ର୍ୟତାର ନାଶକ ବୋଲି କୁହାଯାଇଥାଏ। ଯଦି ଆପଣଙ୍କ ଗୃହର କୌଣସି ସଦସ୍ୟ ଅନେକ ଦିନ ଧରି କୌଣସି ରୋଗରେ ପୀଡ଼ିତ ଅଛନ୍ତି କିମ୍ବା ଆପଣଙ୍କ ଗୃହରେ ଦାରିଦ୍ର୍ୟତା ଲାଗି ରହୁଛି, ବାସ୍ତୁଶାସ୍ତ୍ର ଅନୁସାରେ ଶୁଆକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଛି। ଯେଉଁଠାରେ ଶୁଆର ଚିତ୍ର ରହିଥାଏ, ସେଠାରେ କେବେ ବି ଧନର ଅଭାବ ହୋଇନଥାଏ। ତ ସେଥିପାଇଁ ବନ୍ଧୁମାନେ, ନୂଆ ବର୍ଷ ଦିନ ଆପଣ ଘରକୁ ଶୁଆର ଚିତ୍ର ନିଶ୍ଚୟ ଆଣନ୍ତୁ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ସାମଗ୍ରୀଟି କ'ଣ। ତେବେ ଦ୍ୱିତୀୟ ସାମଗ୍ରୀଟି ହେଉଛି ଶଙ୍ଖ। ବନ୍ଧୁମାନେ, ଆମର ହିନ୍ଦୁ ଶାସ୍ତ୍ରରେ ଶଙ୍ଖକୁ ବହୁତ ପବିତ୍ର ବୋଲି ମାନାଯାଇଥାଏ। ତେବେ ଏପରି କାହିଁକି ମାନାଯାଇଥାଏ? କାରଣ ସମୁଦ୍ର ମନ୍ଥନ ସମୟରେ ଶଙ୍ଖର ଉତ୍ପତ୍ତି ହୋଇଥିଲା ଏବଂ 14ଟି ରତ୍ନ ମଧ୍ୟରେ ଶଙ୍ଖର ଗଣନା ମଧ୍ୟ ହୋଇଥାଏ। ଶଙ୍ଖକୁ ସ୍ୱୟଂ ଭଗବାନ ବିଷ୍ଣୁ ନିଜ ହସ୍ତରେ ଧାରଣ କରିଥାନ୍ତି ଏବଂ ଶଙ୍ଖରେ ମା ଲକ୍ଷ୍ମୀଙ୍କର ମଧ୍ୟ ନିବାସ ହୋଇଥାଏ।
ଯେଉଁ ଘରେ ପ୍ରତିଦିନ ଶଙ୍ଖ ଧ୍ୱନି କରାଯାଇଥାଏ ସେହି ଘରେ ସର୍ବଦା ବାତାବରଣ ପବିତ୍ର ଏବଂ ଶୁଦ୍ଧ ରହିଥାଏ। ସେହି ଘରରେ ଯାହା ବି କିଛି ନକାରାତ୍ମକ ଶକ୍ତି ରହିଥାଏ ସେସବୁର ନାଶ ହୋଇଯାଇଥାଏ। ନୂଆ ବର୍ଷ ଦିନ ଯଦି ଆପଣ ନିଜ ଘରକୁ ଶଙ୍ଖ କିଣିକି ଆଣୁଛନ୍ତି ତ ଭଗବାନ ଶ୍ରୀ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଗୃହରେ ନିବାସ କରିଥାନ୍ତି। ବିଶେଷ କରି ନୂଆ ବର୍ଷର ପ୍ରଥମ ଦିନ ନିଜ ଘରେ ଆପଣ ଶଙ୍ଖ ଧ୍ୱନି କରିବା ଉଚିତ, ଯାହା ଫଳରେ ପୁରା ବର୍ଷଟି ଆପଣଙ୍କ ପାଇଁ ଶୁଭମୟ ରହିବ। ବନ୍ଧୁମାନେ, ଘରେ ଶଙ୍ଖ ରଖିବା ଦ୍ୱାରା ଯଦି ପିଲା ଚିଡ଼ଚିଡ଼ ହେଉଥାଏ ତ ସେ ମଧ୍ୟ ଶାନ୍ତ ହୋଇଥାଏ ଏବଂ ଯଦି ଆପଣଙ୍କ ଗୃହରେ କୌଣସି ପ୍ରକାରର ତନ୍ତ୍ର ଶକ୍ତିର ପ୍ରୟୋଗ ହୋଇଥାଏ ତେବେ ତାହାକୁ ମଧ୍ୟ ଶଙ୍ଖ ନଷ୍ଟ କରିଦେଇଥାଏ। ଏହା ବ୍ୟତୀତ ମା ଲକ୍ଷ୍ମୀଙ୍କର ଆପଣଙ୍କ ଗୃହରେ ସ୍ଥାୟୀ ନିବାସ ମଧ୍ୟ ଶଙ୍ଖ ଦ୍ୱାରା ହିଁ ହୋଇଥାଏ। ଅର୍ଥାତ୍ ଆପଣଙ୍କ ଗୃହରେ ଯଦି ଶଙ୍ଖ ରହିଥାଏ ତେବେ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଗୃହରେ ସ୍ଥାୟୀ ନିବାସ କରିଥାନ୍ତି। ଏହା ବ୍ୟତୀତ ଆପଣଙ୍କ ଗୃହରେ ଯଦି ଅଯଥା ଖର୍ଚ୍ଚ ଅଧିକ ହୋଇଥାଏ, ଆୟ ଅପେକ୍ଷା ଆପଣଙ୍କ ଗୃହରେ ବ୍ୟୟ ଅଧିକ ହୋଇଥାଏ ତେବେ ଏହାକୁ ମଧ୍ୟ ଶଙ୍ଖ ନିୟନ୍ତ୍ରଣ କରିଦେଇଥାଏ। ଶଙ୍ଖ ଆପଣଙ୍କର ଅତିରିକ୍ତ ଖର୍ଚ୍ଚକୁ ରୋକିବାର କାର୍ଯ୍ୟ କରିଥାଏ, ଯାହାଫଳରେ ଆପଣଙ୍କ ଗୃହରେ କେବେ ବି ଧନର ଅଭାବ ହୋଇନଥାଏ ଏବଂ ଗୃହରେ ସର୍ବଦା ଶାନ୍ତିର ପରିବେଶ ରହିଥାଏ। ତ ନୂଆ ବର୍ଷର ପ୍ରଥମ ଦିନରେ ଆପଣ ନିଶ୍ଚିତ ଭାବରେ ନିଜ ଘରକୁ ଶଙ୍ଖ କିଣିକି ଆଣନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କୁ ଏହା ଅନେକ ପ୍ରକାରର ଲାଭ ପ୍ରଦାନ କରିବ। ତେବେ ତୃତୀୟ ସାମଗ୍ରୀଟି ହେଉଛି ଭଗବାନ ଶ୍ରୀ ଗଣେଶଙ୍କର ମୂର୍ତ୍ତି। ଆପଣ ବର୍ଷ ସାରା ନିଜ ଗୃହରେ ସୁଖ ସମୃଦ୍ଧିର ବୃଦ୍ଧି କରିବା ପାଇଁ ନୂଆ ବର୍ଷର ପ୍ରଥମ ଦିନରେ ଆପଣ ଶ୍ରୀ ଗଣେଶଙ୍କର ମୂର୍ତ୍ତି ନିଶ୍ଚିତ ଭାବରେ କିଣିକି ଆଣନ୍ତୁ, କାରଣ ଏହି ବର୍ଷଟି ନୂତନ ବର୍ଷ ବୁଧବାରରୁ ହିଁ ଆରମ୍ଭ ହେଉଛି, ଯାହାଫଳରେ ସମ୍ପୂର୍ଣ୍ଣ ବର୍ଷଟି ଉପରେ ଶ୍ରୀ ଗଣେଶଙ୍କର ପ୍ରଭାବ ରହିବ। ସେଥିପାଇଁ ଯଦି ଆପଣ ଶୁଭ ଲାଭ ରିଦ୍ଧି ସିଦ୍ଧି ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହି ନୂଆ ବର୍ଷର ପ୍ରଥମ ଦିନ ନିଜ ଘରକୁ ଶ୍ରୀ ଗଣେଶଙ୍କର ମୂର୍ତ୍ତି ନିଶ୍ଚିତ ଆଣନ୍ତୁ, କାରଣ ଶ୍ରୀ ଗଣେଶ ଅଗ୍ରପୂଜ୍ୟ ଅଟନ୍ତି। ଯେଉଁ ଗୃହରେ ନୂଆ ବର୍ଷର ପ୍ରଥମ ଦିନ ଶ୍ରୀ ଗଣେଶଙ୍କର ପ୍ରତିମା ଅଣାଯାଇଥାଏ ସେହି ଗୃହରେ କେବେ ବି ସୁଖ ସମୃଦ୍ଧି ଅଭାବ ହୋଇନଥାଏ। ଶ୍ରୀ ଗଣେଶଙ୍କୁ ରିଦ୍ଧି ସିଦ୍ଧିଙ୍କର ସ୍ୱାମୀ କୁହାଯାଇଥାଏ, ଶୁଭ ଲାଭଙ୍କର ପିତା କୁହାଯାଇଥାଏ। ଶ୍ରୀ ଗଣେଶଙ୍କୁ ମଙ୍ଗଳକାରୀ ସ୍ୱରୂପ ମାନାଯାଇଥାଏ, ବିଘ୍ନହର୍ତ୍ତା ମାନାଯାଇଥାଏ। ଶ୍ରୀ ଗଣେଶ ସର୍ବଦା ମଙ୍ଗଳ ପ୍ରଦାନ କରିଥାନ୍ତି। ତ ଆପଣମାନେ ମଧ୍ୟ ଯଦି ଚାହୁଁଛନ୍ତି ଯେ ଆପଣଙ୍କ ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯାଉ, ଆପଣଙ୍କର ଜୀବନରେ ମଙ୍ଗଳ ଆସୁ, ତ ସେଥିପାଇଁ ଆପଣମାନେ ନିଶ୍ଚିତ ଭାବରେ ନୂଆ ବର୍ଷର ପ୍ରଥମ ଦିନରେ ନିଜର ଘରକୁ ଶ୍ରୀ ଗଣେଶଙ୍କର ପ୍ରତିମା କିମ୍ବା ଫଟୋ ନିଶ୍ଚିତ ଭାବରେ ଆଣନ୍ତୁ। ଚତୁର୍ଥ ସାମଗ୍ରୀଟି ହେଉଛି ତୁଳସୀ ଗଛ। ବନ୍ଧୁମାନେ, ଆମର ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ହି ଅଧିକ ପବିତ୍ର ମାନାଯାଇଥାଏ। ତୁଳସୀ ଗଛକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଇଥାଏ। ସେଥିପାଇଁ ପ୍ରତ୍ୟେକ ଦିନ ନିୟମିତ ଭାବରେ ମା ତୁଳସୀଙ୍କର ପୂଜା କରିବା ଦ୍ୱାରା ଆପଣଙ୍କୁ ଶ୍ରୀ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତି ହୋଇଥାଏ। ସେଥିପାଇଁ ନୂଆ ବର୍ଷର ପ୍ରଥମ ଦିନରେ ଆପଣ ନିଜ ଗୃହରେ ତୁଳସୀ ଗଛ ନିଶ୍ଚୟ ଭାବରେ ଲଗାନ୍ତୁ, ଯାହାଫଳରେ ବର୍ଷ ସାରା ଆପଣଙ୍କ ଗୃହରେ ସୁଖ ସମୃଦ୍ଧି ଲାଗି ରହିବ। ଆପଣଙ୍କ ଗୃହରେ ଧନ ଧାନ୍ୟରେ ବୃଦ୍ଧି ହେବ। ବନ୍ଧୁମାନେ, ମା ଲକ୍ଷ୍ମୀଙ୍କୁ ଆମେ ଧନର ଦେବୀ ଭାବରେ ଜାଣିଥାଉ, ମାତ୍ର ଧନ ଦେବାର ଅଧିକାର ଶ୍ରୀ ବିଷ୍ଣୁଙ୍କ ନିକଟରେ ରହିଥାଏ ଏବଂ କାହାକୁ କେତେ ମାତ୍ରାରେ ଧନ ଦିଆଯିବ ତାହା ଶ୍ରୀ ବିଷ୍ଣୁ ହିଁ ନିର୍ଦ୍ଧାରିତ କରିଥାନ୍ତି। ସେଥିପାଇଁ ଯେଉଁ ବ୍ୟକ୍ତି ନିୟମିତ ଭାବରେ ପ୍ରତ୍ୟେକ ଦିନ ମା ତୁଳସୀଙ୍କର ପୂଜାର୍ଚ୍ଚନା କରିଥାନ୍ତି ତାଙ୍କୁ ଶ୍ରୀ ବିଷ୍ଣୁଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଯେଉଁ ବ୍ୟକ୍ତିମାନଙ୍କର ଆଧ୍ୟାତ୍ମିକ ଉନ୍ନତି ହୋଇପାରୁନାହିଁ, ଯେଉଁ ବ୍ୟକ୍ତିମାନେ ଆଗକୁ ବଢ଼ି ପାରୁନାହାନ୍ତି ଏବଂ ଆପଣମାନେ ଯଦି ଚାହୁଁଛନ୍ତି ଯେ ନୂତନ ବର୍ଷଟି ଆପଣଙ୍କର ବହୁତ ଭଲରେ କଟୁ, ନୂଆ ବର୍ଷଟି ଆପଣଙ୍କ ପାଇଁ ଶୁଭମୟ ହେଉ, ତ ନୂଆ ବର୍ଷ ଦିନ ଆପଣ କୌଣସି ମନ୍ଦିର ନିକଟକୁ ଯାଆନ୍ତୁ ଏବଂ ସେଠାରେ ଆପଣ ଗୋଟିଏ କିମ୍ବା ଦୁଇଟି ତୁଳସୀ ଗଛ ନିଶ୍ଚିତ ଭାବରେ ଲଗାନ୍ତୁ ଏବଂ ଆପଣ ନିଜର ଘରେ ମଧ୍ୟ ଗୋଟିଏ କିମ୍ବା ଦୁଇଟି ତୁଳସୀ ଗଛ ନିଶ୍ଚୟ ଲଗାନ୍ତୁ। ଆପଣ ଚାହିଁଲେ ଏହି ନୂତନ ବର୍ଷ ଦିନ ଅନ୍ୟ ବୃକ୍ଷ ମଧ୍ୟ ଲଗାଇ ପାରିବେ, କାରଣ ବୃକ୍ଷରୋପଣ ମହତ୍ କାର୍ଯ୍ୟ ହୋଇଥାଏ। ତୁଳସୀ ଗଛ ଯେତିକି ଭଲରେ ବଢ଼ିବ ଏବଂ ଯେତେ ଝଙ୍କାଳିଆ ହେବ, ଆପଣଙ୍କ ଗୃହରେ ସୁଖ ସମୃଦ୍ଧି ଏବଂ ଧନଧାନ୍ୟ ମଧ୍ୟ ସେହି ମାତ୍ରାରେ ବଢ଼ିବାକୁ ଲାଗିବ। ସେଥିପାଇଁ ନିଶ୍ଚିତ ଭାବରେ ନୂଆ ବର୍ଷର ପ୍ରଥମ ଦିନରେ ଆପଣ ତୁଳସୀ ଗଛ ଏବଂ ଅନ୍ୟାନ୍ୟ ବୃକ୍ଷ ମଧ୍ୟ ରୋପଣ କରନ୍ତୁ। ପଞ୍ଚମ ସାମଗ୍ରୀଟି ହେଉଛି ମୟୂରପୁଚ୍ଛ। ଏହି ମୟୂରପୁଚ୍ଛଟି ଭଗବାନ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ବସ୍ତୁ ଅଟେ।
श्रीकृष्ण सर्वदा निजर मस्तकरे मयूर पंख को धारण करिथांती। श्रीकृष्णकर मकुटरे सबुबेले मयूर पंख रही थाए एवं मयूर पंख द्वारा माँ लक्ष्मी मध्य आकर्षित होइथांती। तो नुआ वर्ष दिन आपण निज घर को मयूर पुछ किणिकी आणंतु एवं एहाको आपण निज घरर उत्तर दिगर कांथरे लगाई दियंतु। आपण जदि निज घरर उत्तर दिगरे मयूर पुछ लगाउछंती तो हे आपणको घरे थिबा समस्त प्रकारर नकारात्मक शक्ति को टाणी बाहर करि देइथाए एवं आपणको गृहरे धन धान्य रे मध्य वृद्धि करिथाए। षष्ठ सामग्रीटी हेउची चांदीर हाथी। जदि ज्योतिष शास्त्र अनुसार आपण निज घर को नुआ वर्षर प्रथम दिन रे चांदीर हाथी किणिकी आणुछंती तो आपणकर व्यापार एवं चाकरी क्षेत्र रे बहुत अधिक उन्नति होइथाए। गृहरे सर्वदा सुख शांतिर वास होइथाए। जदि आपण चाहुछंती जे आपणक गृहरे सर्वदा सुख शांतिर वास हेउ तो निश्चित भाबरे आपण निज घर को चांदीर हाथी किणिकी नेकी आसंतो, जहा फଳରେ आपणक गृहरे सदा सर्वदा सुख समृद्धि एवं वैभव भरी रहिबो। सप्तम वस्तुटी हेउची धातुरे निर्मित कइछ। आपण चाहिले चांदीरे निर्मित कइछ आनी पारिबे किंबा पित्तଳରେ निर्मित कइछ मध्ये आपण घर को आनी पारिबे। एहाको बहुत शुभ माना जाय थाए एवं एहाको आपण उत्तर दिगरे स्थापन करंतु। तो बंधु माने जदि आपण धनर अभिलाष रखिछंती तेबे एहाको आपण उत्तर दिगरे रखंतु। जदि आपण सुख शांतिर कामना करूछंती तो एहाको आपण पूर्व दिगरे रखंतु एवं जदि आपण उत्तम स्वास्थ्यर प्राप्ति चाहुछंती तो एहाको आपण पश्चिम दिगरे स्थापन करंतु। तो बंधु माने जेतेबेले आपण धातुर कइछ घर को आणुछंती तो सर्वप्रथम एहाको आपण गंगा जल रे भल भाबरे स्नान कराई नियंतु। तापरे आपण गायत्री मंत्रर पाठ करंतु। माँ लक्ष्मीकर मंत्र जप करंतु जहा फଳରେ कइछटी अभिमंत्रित होइजिबो। तापरे आपण निजर कामना अनुसार एहाको सही दिगरे आपण स्थापन करंतु। जदि आपण एहाको उत्तर दिगरे रखुछंती तो आपणको गृहरे एहा धन वृद्धि कराई थाए। तेबे सप्तम जिनिसटी हेउछि गोमती चक्र। बंधु माने गोमती चक्रटी गोटे साधारण पत्थर परि देखा जाय थाए। बंधु माने घरे गोमती चक्र रखिबा द्वारा आपणको शत्रु भय लागि न थाए। आपण जदि सधपा नारी अटंती एवं निज सिंदूर डबारे आपण गोटे गोमती चक्र रखुछंती तो यह आपणकर स्वामी को समस्त विपदरु रक्षा करिथाए। आपणको मध्यरे भल पाइबा बढ़ी थाए। आपण चाहिले 11टी गोमती चक्र को हलदिया कपड़ा रे बांधी माँ लक्ष्मी को निकटरे पूजार्चना करी निजर धन रखुतिबा स्थान रे मध्य रखि पारिबे, जहा फଳରେ आपणको गृहरे धन धान्य रे वृद्धि हेबो एवं गृहरे केबे भी धनर समस्या देखा देबो नाही। तेबे अन्य गोटे वस्तु हेउछि एक आखि वाला नडिया। बंधु माने एक आखि वाला नडिया बहुत ही विरल होई थाए। यह आपनको सहजरे मिली न थाए। तो जदि आपनको एक आखि वाला नडिया मिली जाउछि तो आपण निजको भाग्यवान मने करबा उचित। यह अत्यंत ही चमत्कारी नडिया होई थाए। जदि आपण नुआ वर्ष दिन आपनको एक आखि वाला नडिया मिली जाउछि एवं एहाको आपण घरे आनी ईश्वरଙ୍କ निकटरे पूजार्चना करी ताकु निजर आलमारी रे रखुछंती तेबे एहा आपणकर धन धान्य को 100 गुण रे वृद्धि कराई थाए। तेबे बंधु माने जति आपण केबे नडिया किनुछंती किबा आपण निज गछरु नडिया संग्रह करिया बेले अचानक भाबरे आपणको एक आखि वाला नडिया मिली जाउछि तेबे एहा आपणको अधिक शुभ परिणाम देई थाए। तो आपण जदि केबे भी एक आखि वाला नडिया पाउछंती तो तुरंत एहाको आपण हाथ छड़ा कर न करी निज घर को नै आसीबा उचित एवं एहाको आपण ठाकुरଙ୍କ निकटरे पूजा करी निजर आलमारी रे रखिबा उचित। एही एक आखि वाला नडिया को माँ लक्ष्मीकर स्वरूप बोली माना जाय थाए। तो बंधु माने एही वीडियो रे मु आपनकु जेतोटी सामग्री विषय रे कहिली ता मध्यरो कोनोसी गोटे आपण निश्चित भाबरे नुआ वर्ष दिन निजर घर को नै आसंतु, जहा फଳରେ संपूर्ण वर्षटी आपणक पाई मंगलमय रहिबो। आपणकर आर्थिक स्थिति को मजबूत करिबो एवं गृहरे सुख समृद्धि मध्य बढ़ाइबो। तेबे बंधु माने मोर ही वीडियोटी जदि आपण मानको भल लागि थाए तेबे वीडियोटी को लाइक करी चैनलटी को सब्सक्राइब करि देबे एवं कमेंट बॉक्स रे भक्ति एवं श्रद्धार सहित जय माँ लक्ष्मी जय श्री विष्णु निश्चय लिखिबे।